ସମସ୍ତେ ବୁଝେଇ ସାରିଲେଣି ତଥାପି ବୁଝୁନାହାନ୍ତି। ଛୁଟି 10 ଦିନ ଆସିକି ଝଗଡ଼ା ଖାଲି ଝଗଡ଼ା ଚାଲିଛି। ମୁଁ ଅଫିସ ବି ଯାଇପାରୁନି। ତାଙ୍କ ଭାଇ ବି ବୁଝେଇବେ କଣ? ଆରେ ସିଏ ଏତେ ଦିନ ହେଲା ଆସୁଛନ୍ତି, ମୋ ସହିତ ଟାଇମ ସ୍ପେଣ୍ଡ ବି କରିନାହାନ୍ତି। ଏଇଠି ଆଉ ଥରେ ତା ଭାଇ ଆସିକି ତାଙ୍କୁ ନେଇଗଲେ। ମୁଁ କହିଲି ମୁଁ ବି ଯିବି, ତତେ ବି ମତେ କହୁଛନ୍ତି ତତେ ଲାଗୁଛି ଆଉ ତୋର ଭଳିଆ ରିଲେସନରେ ଆମେ ରହିପାରିବା? କଣ କରିବୁ? 5 ବର୍ଷ ରହିଲି, ସବୁ ସରିଲା ପରେ ପୁଣି ମ୍ୟାରେଜ ପରେ କିଏ କହୁଛି ଏମିତି ରହିବେନି ବୋଲି? କାହିଁକି ମତେ ବାହାଉଥିଲ ତାହେଲେ? मुझे क्षमा कर दे मम्मी, मुझे क्षमा कर दे। ନିଜକୁ ସମ୍ଭାଳି ପାରୁନି। ଫ୍ୟାମିଲି ସେ ସୁଧୁରିବେ, ତଥାପି ସୁଧୁରୁ ନାହାନ୍ତି। ଜଣକୁ ଡିଭୋର୍ସ ଦେଇକି ଆଉ ଜଣଙ୍କ ସହିତ ବି ଏମିତି କରିକି ଡିଭୋର୍ସ ଦେବାକୁ ଯାଉଛନ୍ତି। ଇଏ ଗୋଟେ ଫ୍ରଡ୍ ମୋସ ହେଇଛି। ଥାନାକୁ ବି ଯାଇଥିଲି, ସେମାନେ ବୁଝେଇଲେ ତଥାପି ସେଇଠି ଗୋଟେ କଥା ଏଇଠି ଗୋଟେ କଥା। ମୁଁ ନିଜକୁ ସବୁବେଳେ ପାରୁନି ମମ୍ମି। ଆଜି ଯାହା ବି ହବ ମମ୍ମି ମତେ କ୍ଷମା କରିଦବୁ। ଭୁଲିଯିବୁ ଗୋଟେ ଝିଅ ଥିଲା ବୋଲି। ସମସ୍ତଙ୍କୁ ମୁଁ କ୍ଷମା ମାଗୁଛି। ମୁଁ ସମ୍ଭାଳି ପାରୁନି, ସିରିୟସଲି ସମ୍ଭାଳି ପାରୁନି।